ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହୁଛନ୍ତି ବିରୋଧୀ ଖଣ୍ଡନ କରି ଯେମିତି ମହିଳାକୁ ଆମେ ଅଗ୍ରାଧିକାର ଦେବାକୁ ଚାହୁଁଥିଲୁ ସେ ଏବେ ବିରୋଧୀ ଜାଣି ଶୁଣିକି ଆକୁ କରୁଛନ୍ତି। ମୁଁ ଆପଣଙ୍କୁ କେତୋଟି ପ୍ରଶ୍ନ ରଖିବାକୁ ଚାହେଁ। ଆପଣ ଦେଖିବେ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ପ୍ରଥମେ ଉଦ୍ୟମ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତବର୍ଷରେ 93 ମସିହାରେ 92 ମସିହାରେ ବିଜୁବାବୁ 33% ସଂରକ୍ଷଣ ଦେଲେ। 93 ମସିହାରେ 72 ଏବଂ 73 କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ସମ୍ବିଧାନ ସଂଶୋଧନ କରାଯାଇ ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳରେ ତାଙ୍କୁ 33% ସ୍ଥାନ ସଂରକ୍ଷଣ କରାଗଲା। 40 ଲକ୍ଷ ନିର୍ବାଚିତ ହେଉଛନ୍ତି ପ୍ରତିନିଧି ପଞ୍ଚାୟତଠୁ ଆରମ୍ଭ କରିକି ଅର୍ବାନ ଲୋକାଲ ବଡିଠୁ ଆରମ୍ଭ କରିକି MP MLA ବିଧାନ ପରିଷଦ ପର୍ଯ୍ୟନ୍ତ ଯେତେବେଳେ ହେଉଛନ୍ତି ସେଥିରେ 15 ଲକ୍ଷ ମହିଳା ବର୍ତ୍ତମାନ ନେତୃତ୍ୱ ଭିତରକୁ ଆସିଛନ୍ତି 1/3 ରିଜର୍ଭେସନ ଯୋଗୁଁ। ସେ ତ ଭାରତୀୟ ଜନତା ପାର୍ଟି କରିନଥିଲା ଏବଂ 50% କରିଥିଲେ ନବୀନ ବାବୁ ଏବଂ ଆଉ କେତୋଟି ରାଜ୍ୟରେ, ସେତେବେଳେ ଭାରତୀୟ ଜନତା ପାର୍ଟି କରିନଥିଲା। ଇତିହାସକୁ ଲୁଚେଇଲେ କେମିତି ହେବ? ତୁମ ପାଖରେ ସୁଯୋଗ ଅଛି, ତୁମେ 2023 ସେପ୍ଟେମ୍ବର 20 ପାସ୍ କରିଛ। ତମର ଯଦି 2029 ଧରନ୍ତୁ ଆପଣଙ୍କର ଏଇ 545 ସିଟିଂ ନେଇକି ନିର୍ବାଚନ ହବ, ସେତେବେଳେ ତମେ ମଧ୍ୟ 1/3 ଦେଇପାରିବ। କିନ୍ତୁ ତମେ ସିଟ୍ ସଂଖ୍ୟା ବଢେଇବ କହିକି ଓମେନ ରିଜର୍ଭେସନ ଯୋଡି ଦେଇକି ଉଦ୍ଦେଶ୍ୟ ଗୋଟେ, ଲକ୍ଷ୍ୟ ଆଉ ଗୋଟେ, ଆଉ ବିରୋଧୀ ଦଳ ଉପରକୁ ବ୍ଲେମ ଫିଙ୍ଗିବା କଥା ଆଉ ଗୋଟେ, ଇଏ ବର୍ତ୍ତମାନ ସେଇ ପ୍ଲାନିଂରେ ଅଛନ୍ତି।